ସାଙ୍ଗମାନେ ଶୁଭ ସନ୍ଧ୍ୟା। ଆଜି ଚାଲନ୍ତୁ ଦେଖିବା ସଙ୍ଗୀତା ଘରେ କ'ଣ କରୁଛି। ସନ୍ଧ୍ୟାବେଳର ଝୁଟି କିଭଳି ପକାଉଛି କାଲି ପାଇଁ। ଆଉ ଚାଲନ୍ତୁ ଯିବା ସଙ୍ଗୀତା ପାଖକୁ। ଆସନ୍ତୁ କ୍ୟାମେରାମ୍ୟାନ୍। ଦେଖନ୍ତୁ ସାଙ୍ଗମାନେ, ସଙ୍ଗୀତା ଏଠି ଝୋଟି ପକାଇବା ଆରମ୍ଭ କଲାଣି କାଲି ପାଇଁ। କାଲି ଆମର ଶୀତଳ ହେବ ଘରେ। ଆଉ ଦେଖନ୍ତୁ କିଭଳି ସେ ଝୁଟି ଦେଉଛି। ମମି ମାମୁନ ଦେଇଦେବ, ତାକୁ ଟିକେ ପକେଇଦେବ। କି ଫୁଲ? ଗୋଲାପ ଫୁଲ ପକେଇଦେବ। ତୁ କି ଫୁଲ ପକେଇବୁ? ବାୟାଣୀ ଦେଖେ ମାମି କି ଝୁଟି ପକେଇଲାଣି। ଦେଖେ ଦେଖେ ଦେଖେ, ତତେ ବୁଝୁନି ତ କି ପାଇଁ ତୁ ଝୁଟି ପକେଇବୁ? ବାହାର ପଟ। ହଁ, ଏସିଟା ପକାଉ ମୋ ପୁରା। ଆରମ୍ଭ କଲୁ କି? ଦେଖନ୍ତୁ ସାଙ୍ଗମାନେ, ଝୋଟି କମେଣ୍ଟ କରିବେ ମୋ ଝିଅ ଆଜି ଦେବ। ପାଞ୍ଚ ପାଳି ଝୋଟୁ ସଲୋନୀ ମା ମଧ୍ୟ ଏବେ ଝୋଟି ପକେଇବ। ପକେଇଦେବୁ ମା? ବାଡ଼ିକାନି ପକେଇବୁ? ହଉ ଦେଖିଆ କେମିତି ଦଉଛୁ। ଦେଖି କାର୍ତ୍ତିକ ହୋମୱାର୍କ କରିବାକୁ ବସିଲାଣି। ତୋର ହୋମୱାର୍କ ନାହିଁ ମା? ଭାଇ କଲା ପରେ ତୁ କରିବୁ? ଭାଇ କଲା ପରେ ତୁ କରିଦେ। ହଁ, ଆଉ ତାପରେ ସବୁ ଖାଇବା ହେଲା। ହୋମୱାର୍କ କରିଦିଅ ହେଲା। ବସିକି କରିଦିଅ, ସବୁ କରିଦେବୁ ହେଲା। ଆଉ ଶୋଇବୁନୁ ତି କହିଦେଇଛି ତତେ। ହୋମୱାର୍କ କଲା, ପାଠ ପଢ଼ିଲା ପରେ ତାପରେ କୋଉଟା ହେଲେ ହେଲା। ସିଏ ମା ଲକ୍ଷ୍ମୀ, ତେଣୁକରି ଏଠି ବି ଝୋଟି ଦେଇ ଆରମ୍ଭ ହେଇଗଲାଣି, ସରିଲାଣି। ଆଉ ଏଠି ଦେଇନି, କାନ୍ଥରେ ଦବ ଏବେ। ଇଏ ଖାଲି ପଛରେ ବୁଲୁଛି ମୋ ତୋର। ଦେଇଦଉନୁ, ଆଉ ପକେଇଦବ। ହଁ, କ'ଣ ଝୁଟି ପକଉଛି? ପାଦ ଚିହ୍ନ। ସାଙ୍ଗମାନେ, ସଙ୍ଗୀତା ବାଡ଼ି ପଟ ମଧ୍ୟ ଝୁଟି ଦେବାର ଆରମ୍ଭ କରିଦେଲାଣି। ଘର ଯାଉଛୁ ମା? ଗୋଟେ ଚାଲନ୍ତୁ ସାଙ୍ଗମାନେ, ଆଉ ଥରେ ଦେଖେଇଦେବି ଆପଣମାନଙ୍କୁ ପୁରା ଝୋଟି। ଝୋଟି ଯଦି ଭଲ ହେଇଛି ଲାଇକ୍ ସେୟାର କମେଣ୍ଟ କରିବେ। ସାଙ୍ଗମାନେ, ଝୋଟି ଯଦି ଭଲ ହେଇଛି କମେଣ୍ଟ ଦ୍ୱାରା ନିଶ୍ଚୟ ଜଣାଇବେ। ସଙ୍ଗୀତା କିଭଳି ଝୋଟି ଦେଇଛି ଦେଖନ୍ତୁ।